କଟକର ଶ୍ରୀ ଶ୍ରୀ ନୃସିଂହନାଥ ଡ୍ରାମାଟିକ୍ ସାମାଜିକ ଏବଂ ସାଂସ୍କୃତିକ ଅନୁଷ୍ଠାନ ତରଫରୁ 11ତମ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି, ଯାହାକି ପ୍ରତ୍ୟେକ ମାସର ଶେଷ ରବିବାର ଦିନ ଏହି ଅନୁଷ୍ଠାନ ତରଫରୁ ସେବା କାର୍ଯ୍ୟ ଆଞ୍ଚଳିକ କର୍କଟ ବିଭାଗ କଟକ ଉଦ୍ଦେଶ୍ୟରେ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା। ଏହି ଅନୁଷ୍ଠାନର ସଭାପତି ପ୍ରକାଶ ଚନ୍ଦ୍ର ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ମହତ୍ କାର୍ଯ୍ୟ ସମ୍ପାଦନ କରାଯାଇଥିଲା। ଅନୁଷ୍ଠାନର ସଭ୍ୟାଙ୍କ ଅନୁଦାନରେ ଓ କିଛି ବଦାନ୍ୟ ବ୍ୟକ୍ତିଙ୍କ ସାହାଯ୍ୟରେ ଏହି ସେବା କାର୍ଯ୍ୟ ହୋଇଥାଏ। ଏହି ଅନୁଷ୍ଠାନର ନାରୀ ଶକ୍ତିକୁ ଗଭୀରତମ ହୃଦୟରୁ ସାଧୁବାଦ ଜଣାଇଛନ୍ତି। ସମସ୍ତ କାର୍ଯ୍ୟକ୍ରମ ଛାଡ଼ି ନିଶ୍ଚୟ ସେବା କାର୍ଯ୍ୟରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ପାଦକ ଶାନ୍ତନୁ ଦାସ ଏହି କାର୍ଯ୍ୟକ୍ରମରେ ଯୋଗଦାନ ପାଇଁ ସମସ୍ତଙ୍କୁ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇଛନ୍ତି। ଏହି ମହତ୍ କାର୍ଯ୍ୟ ପାଇଁ ଅନୁଷ୍ଠାନର ବିଜୟ କୁମାର ପାତ୍ରଙ୍କ ବହୁମୂଲ୍ୟ ସମୟ ଦେଇ କାର୍ଯ୍ୟକ୍ରମଟିକୁ 2 ଦିନ ଆଗରୁ ସମସ୍ତ ପ୍ରସ୍ତୁତି ପଥେ ଆଗେଇ ନେଇଥିଲେ। ଏହି ଗହଣରେ 2 ଜଣ ମହାନ ବ୍ୟକ୍ତି ଯିଏକି ଦେବଦତ୍ତୀ ସ୍ୱାଇଁ ଏବଂ ଅଭିରାମ ସାହୁଙ୍କୁ ତାଙ୍କର ଯୋଗଦାନ ପାଇଁ ଏହି ଅନୁଷ୍ଠାନ ଚିରସ୍ମରଣୀୟ ହୋଇ ରହିବ ବୋଲି କହିଥିଲେ। ଅନୁଷ୍ଠାନ କୋଷାଧ୍ୟକ୍ଷ ସୌରମୋହନ ସାମଲ ସଭା କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ପଣ୍ଡିତ ପ୍ରଶାନ୍ତ ପ୍ରହରାଜ, ସୁବ୍ରତ ଦାସ, ମନୋରଞ୍ଜନ ସାମଲ, ମନୋଜ ସାହୁ, ରମେଶ ଚନ୍ଦ୍ର ସାମଲ, ଗଣେଶ ପ୍ରଧାନ, ସଞ୍ଜୟ କୁମାର ସେନାପତି, ଶାନ୍ତିଲତା ମହାନ୍ତି, ସସ୍ମିତା ସାମଲ, ସସ୍ମିତା ଦଳେଇ, ନିର୍ମାଲ୍ୟ ପ୍ରିୟଦର୍ଶିନୀ ଗୟା, ଜଗନ୍ନାଥ ଗୟା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାରଥି ଆଗେଇ ନେଇଥିଲେ। ଶେଷରେ ଜଗବନ୍ଧୁ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। କଟକରୁ ଦେବଦତ୍ତୀ ସ୍ୱାଇଁ, ଓଡ଼ିଶା ମୋବାଇଲ ଟିଭି।